ବିହାର ରାଜ୍ୟର ମିଥିଳାଠାରେ ସମର୍ପଣ ମିଥିଳା ତରଫରୁ ଦଲାନ ରିସୋର୍ଟରେ ଏକ ଦିବସୀୟ ରକ୍ତଦାନ ଶିବିର ସହିତ ରାଷ୍ଟ୍ରୀୟ ରକ୍ତଦାତା ପ୍ରତିନିଧି ସମ୍ମିଳନୀ ଆୟୋଜନ ହୋଇଥିଲା। ଏହି ରକ୍ତଦାତା ପ୍ରତିନିଧି ସମ୍ମିଳନୀରେ ଦେଶର ସମସ୍ତ ରାଜ୍ୟରୁ ନିୟମିତ ରକ୍ତଦାତା ଓ ରକ୍ତଦାନ ଶିବିରର ଆୟୋଜକମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଓଡ଼ିଶାର ନିୟମିତ ରକ୍ତ ଓ ପ୍ଲେଟଲେଟ୍ ଦାତା ଡକ୍ଟର ନିରୋଜ କୁମାର ପୋଥାଳଙ୍କୁ ଚୟନପୂର୍ବକ ନିମନ୍ତ୍ରଣ କରାଯାଇଥିଲା। ଡକ୍ଟର ନିରୋଜ ଏହି ରାଷ୍ଟ୍ରୀୟ ରକ୍ତଦାତା ସମ୍ମିଳନୀରେ ଉପସ୍ଥିତ ରହି ନିଜର ଉଦ୍ବୋଧନରେ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହିତ ରକ୍ତଦାନର ଉପକାରିତା ସମ୍ପର୍କରେ ଅବଗତ କରାଇଥିଲେ। ଡକ୍ଟର ନିରୋଜ କୁମାର ପୋଥାଳ ଆଜିକୁ 122 ଥର ନିଜର ରକ୍ତଦାନ କରିସାରିଛନ୍ତି ଓ ବିଭିନ୍ନ ରକ୍ତଦାନ ଶିବିରରେ ରକ୍ତଦାତାମାନଙ୍କୁ ନିଜର ଜନ୍ମଦିନ, ବିବାହ ବାର୍ଷିକୀ ଓ ଯେକୌଣସି ଶୁଭକର୍ମରେ ନିଜର ରକ୍ତଦାନ ଭଳି ମହତ୍ କାର୍ଯ୍ୟ କରି ଜଣକ ଅମୂଲ୍ୟ ଜୀବନ ରକ୍ଷା କରିବା ପାଇଁ ଅନୁରୋଧ କରିଥିଲେ। ରକ୍ତଦାନ ବିଶ୍ୱର ସର୍ବଶ୍ରେଷ୍ଠ ସେବା କାର୍ଯ୍ୟ ଅଟେ ବୋଲି ସେ ନିଜର ମତ ପ୍ରକାଶ କରିଥିଲେ। ଏହି ରାଷ୍ଟ୍ରୀୟ ରକ୍ତଦାତା ପ୍ରତିନିଧି ସମ୍ମିଳନୀରେ ଓଡ଼ିଶାରୁ ଉତ୍କୃଷ୍ଟ ସେବା ଓ ନିୟମିତ ରକ୍ତଦାନ ପାଇଁ ଡକ୍ଟର ନିରୋଜ କୁମାର ପୋଥାଳଙ୍କୁ ରାଷ୍ଟ୍ରୀୟ ସେବାରତ୍ନ ସମ୍ମାନ 2025ରେ ସମ୍ମାନିତ କରାଯାଇଥିଲା। ଏହି ସମ୍ମାନ ଉତ୍ସବରେ ସମର୍ପଣ ମିଥିଳାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡକ୍ଟର ମୁଦୁଲି କୁମାର ଶୁକ୍ଲା, ରାଷ୍ଟ୍ରୀୟ ସଚିବ ଦୀପକ କୁମାର ମୋହଥା, ପାଟନା ନିରାମୟ ବ୍ଲଡ ବ୍ୟାଙ୍କର ପ୍ରତିଷ୍ଠାତା ଓ ପରିଚାଳକ ଡକ୍ଟର ରାକେଶ ରଞ୍ଜନ, ରଞ୍ଜିତ ଶ୍ରୀବାସ୍ତବ ପ୍ରମୁଖ ଯୋଗଦେଇ ଏହି ସେବା ସମ୍ମାନ ପ୍ରଦାନ କରିଥିଲେ। ଡକ୍ଟର ନିରୋଜ ଏହି ରାଷ୍ଟ୍ରୀୟ ସେବା ରତ୍ନ ସମ୍ମାନ 2025 ପାଇବା ପରେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି। ଗଞ୍ଜାମ ଜିଲ୍ଲାରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ।